ବୋଉ ତମେ ଆଉ ଟିକେ ରହିଯାଉନ, ଗରମ ତରକାରୀ ଟା ବଇଚି ହେଇଗଲେ ଖାଇବ। ନାଇଁ ମୋର ଗରମ ତରକାରୀ ଗରମ ଭାତ ଦରକାର ନାହିଁ। ତମେ ତମର କରିଛ ଗରମ ତରକାରୀ ଗରମ ଭାତ ଖା, ମୋର ଆଉ ଦରକାର ନାହିଁ। ବୋଉ ତମେ ଏମିତି ହେଲେ ହବ? ସମୟ ତ ତମ ଗୋଟାଏ ବାଜିଛି, ତମେ ଏମିତି ହଉଛ, ମୁଁ ଟିକେ କରିଦିଏ ତରକାରୀ ଟା ଖାଇବନି? ଦିନ ଆସି ଗୋଟାଏ ବାଜିଲାଣି, ମଣିଷ ଗଲା ଖାଇବାକୁ ଦବ ବୋଲି ଆସିକି ଏତେ ବଳ ହେଲାଣି। ମୋର ଆଉ ଦରକାର ନାହିଁ। ତମେ ତମର ଗରମ ଭାତ ଗରମ ତରକାରୀ ଖା, ମୋର ଆଉ ଦରକାର ନାହିଁ। ଯାଇ ଗାଧେଇକିନି ଆସେ। ବୋଉ ବୋଉ କଣ ତୁ କଣ ଏତେ ବେଳାବେଳି ଖାଇସାରିଲୁ? ଆଜି କଣ ହେଇଗଲା କି ତୋର? ତୁ କଣ ଏତେ ବେଳାବେଳି ଖାଇସାରିଲୁ? ହେ ବୋଉ ତୁ କଣ ତରକାରୀ ମାଛ ଖାଇଲୁନି, କଣ ଭଜା ମାଛ ନଗେଇ ଖାଇଛୁ? ଦିନ ଆସି ଦିପହର ହେଲା, ହଁ ମଣିଷ ଗଣ୍ଡା ଖାଇବ ବୋଲିକି ଅନେଇକି ବଇଥବ। ତମେ ତମର କରିଛ, ତମେ ତମର ଖା, ମୋର ଭଜା ମାଛ ଟିକେ ନାହାନ୍ତି, ମୁଠା ପଖାଳ ନେଇ ଆଇଲି, ମୋର ସେମିତି ଖାଇଦେଇ ପାରିବି ହେଲା। ଏ ବୋଉ ତୁ ଯୋଉ କଥା ଗୁଡା କହୁଛୁ ସମ୍ପୂର୍ଣ୍ଣ ଭୁଲ କଥା କହୁଛୁ। ତୁ ଟିକେ ରାଗ ଶାନ୍ତ କର। କଣ ରାଗ ଶାନ୍ତ କରିବି? ଏମିତି ହେଲେ କଣ ହବ? କି କାମ ହଉଛି ଘରେ ଯେ ଦିନ ଦିପହର ହବ ରୋଷେଇ ଗଣ୍ଡା ହବାକୁ? ସେଇ କଥା ତ ତୁ ପୁଣି କହିଲୁ ଆଉ। କଣ ହେଲି କହିଲୁ? ତମେ ଏଥର ଗରମ ଗରମ ବାଢି ଆଣ, ମଦ କାଟି ଆଣ, ଖାଇଦିଅ, ମାନେ ପେଟ ଶାନ୍ତି କରିଦିଅ, ମୁଁ ମୋର ଯାଉଛି। ଏ ବୋଉ ତୋର ସମ୍ପୂର୍ଣ୍ଣ ବୁଝିବାଟା ସମ୍ପୂର୍ଣ୍ଣ ଭୁଲ। କଣ ଭୁଲ? କଣ ଭୁଲ ତତେ କହିବି, ତୁ ଗୋଟେ କଥା କହିବି, ତୁ ଖରାପ ଭାବିବୁ। କହ। ଶୁଣୁ, ତୁ ବୁଢୀ ମଣିଷ ହେଲୁଣୁ, ସିଏ ତତେ କୁଟାକୁ ଦିଖଣ୍ଡ ତତେ କରେଇ ଦଉନି। ଯଦି ସିଏ ଗୋଟାଏ ଲୋକ, ଯଦି ଟିକେ ଖାଇବାରେ ଯଦି ଡେରି ହେଇଗଲା, ତାପରେ ତୁ ଏମିତି ହବାଟା ଠିକ? ତୁ ଥରେ ଚିନ୍ତା କଲୁ, ସକାଳୁ ସିଏ ଗୋଟେ ପିଲା ଉଠୁଛି, ସକାଳୁ ଭୋରୁ ଉଠୁଛି, ବାସି କାମ ସାରୁଛି, କଂସା ବାସନ ପଡିଛି ତାକୁ ମାଜୁଛି, ଗାଧେଇ ପାଧେଇ ଠାକୁର ପୂଜା ଟିକେ କରୁଛି। ଛୁଆଟା ଛୋଟିଆ ଛୁଆଟା ଯେ ତାକୁ ନେଇ ଟ୍ୟୁସନରେ ଛଡା ହଉଛି। ଟ୍ୟୁସନ ପରେ ପରେ ଛୁଆଟା ଆସିକିନି ଅଙ୍ଗନବାଡି ଯିବ। ପୁଣି ସେ ଛୁଆଟା ଗାଧୁଆ ପାଧୁଆ କରି ଖିଆ ପିଆ କରି ଅଙ୍ଗନବାଡି ଗଲା ବେଳକୁ ତାର ଡେରି ହବ କି ନାହିଁ? ତା ଦେହରେ ତ ପୁଣି ତତେ ଚା ପାଣି ଭଲ ମନ୍ଦ କରିକିନି ସେ ଦଉଛି। କୋଉ ତତେ ହଁ କରିକି ନ ଦିଅନ୍ତା, ତୁ ହଁ କାହା ଉପରେ ରାଗିଲୁ? ତାପରେ ଗୋଟାଏ ପୁଅକୁ ଗୋଟାଏ ବୋଉ, ତୁ ଏମିତି ରାଗିବାଟା କଣ ବୋଉ ସମ୍ପୂର୍ଣ୍ଣ ଠିକ ହଉଛି? ନା ମୁଁ କାହିଁ ରାଗିବି? ତେଣୁକୁ ମୋର ଯାହା ଥବ ତା ଖାଇଦେବି, ଚୁପଚାପ ହେଇ ବସିବି। ଏ ଭଗବାନ, ତତେ କେମିତି ବୁଝେଇବି ମୁଁ ସେ କଥା ବୁଝିପାରୁନି। ବୋଉ ଗୋଟାଏ କଥା ତୁ ଜାଣେ, ଏ ଦୁନିଆରେ ଅନେକ ପୁଅ ବୋଉ ମାନେ ଅଛନ୍ତି, ଆଉ ଏ ଦୁନିଆରେ ଅନେକ ଶାଶୁ ଶ୍ୱଶୁର ମାନେ ଅଛନ୍ତି। ଏମିତି କି ଗୋଟା ଗୋଟା ଘରେ ତିନି ତିନିଟା ପୁଅ ସାଙ୍ଗରେ ତିନି ତିନିଟା ବୋଉ ଅଛନ୍ତି। ହେଲେ କଣ ହବ? ସେମାନେ କଣ ତାଙ୍କ ଶାଶୁ ଶ୍ୱଶୁରଙ୍କର ଠିକ ସେ ସେବା କରୁଛନ୍ତି ବୋଲି ତୁ ଆଜି କହିପାରିବୁ? ତାହେଲେ ତୋର ଗୋଟାଏ ବୋଲି ବୋଉ, ସିଏ ଯାହା ଭଲ ହଉ ମନ୍ଦ ହଉ କରିକିନି ତତେ ଗଣ୍ଡା କରି ଖାଇବାକୁ ଦବ। ଯଦି ଏମିତି ଟିକେ ସମୟ ଡେରି ହେଇଗଲା, ସେଟାକୁ ତୁ ଟିକେ ସମ୍ଭାଳିବୁ ନା ଆଉ। ତୁ ତା ବୋଲି ଏମିତି ଚିଡଚିଡି ମିଳିମିଳି ହେଲେ, କହିଲି ଦେଖିବା, ଏମିତି ଚିଡଚିଡି ମିଳିମିଳି ହେଲେ କେତେ ଦିନ ଏ ସମ୍ପର୍କଟା ରହିଥିବ? ସେଇ ସମ୍ପର୍କ ଦୁନିଆରେ ଖରାପ ହଉଛି ବୋଲିକା କେତେକ ପୁଅ ବୋଉ ମାନେ ଶାଶୁ ଶ୍ୱଶୁରଙ୍କ ଉପରେ ଅଶାନ୍ତି ହେଇକିନି ବୋଉଙ୍କ କଥାରେ ପଡି ହଉ କି ପୁଅଙ୍କ କଥାରେ ପଡି ହଉ ନେଇକିନି କଣ କରୁଛନ୍ତି କହିଲି, ବୋଉ ବୃଦ୍ଧା ଆଶ୍ରମରେ ନେଇ ଛାଡି ଦେଇ ଯାଉଛନ୍ତି। ସେତେବେଳେ ସେ ବାପା ମାଙ୍କର ଦୁଃଖ କଷ୍ଟ କିଏ ଭୋଗୁଛି? ତେଣୁକରି ତୁ ଯେମିତି ହଉଛୁ ସେମିତି କଣ ହବା କଥା? ଗୋଟିଏ ବୋଲି ପୁଅ, ଗୋଟିଏ ବୋଲି ବୋଉ, ଯଦି ଟିକେ ତାର ଡେରି ହେଇଗଲା, ସିଏ ତ ତତେ କହିବ ନାଇଁ ମୁଁ ଆଉ ଟିକେ ଯାଉ, ମୁଁ ତମକୁ କରିକି ଦେଇଦେବି, ତମେ ଖାଇବ। ତ ଏମିତି ଅଶାନ୍ତି ହେଲେ ସବୁଦିନ ହବ? ମତେ ଟିକେ କହିଲୁ, ମୋ କଥା ବୁଝିପାରିଲୁ? ହଁ, ତୋ କଥା ବୁଝିପାରିଲି। ତାମାନେ ଏଠି ତୁ କଣ ବୁଝିଲୁ ମତେ ଟିକେ କହିଲୁ? ହଉ ମୁଁ ବୁଝିଲି ଆଉ ତୁ ମତେ ବୁଝେଇଦେଲୁ, ମୁଁ ବୁଝିଲି ଆଉ କଣ। ଆଉ ଏଣୁକୁ କିଛି ମନ ଦୁଃଖ କରିବିନି। ହଁ ନାଇଁ, ସିଏ ତତେ କଣ ତତେ ଖାଇବାକୁ ଦେଇନଥାନ୍ତା, ହଁ ତୁ ମନ ଦୁଃଖ କଲୁ, ଅସୁବିଧା କଥା। ହଁ ତତେ ଇଆଡୁ ସିଆଡୁ କଣ କହିଲା, ହଁ ତୁ ଗୋଟା ମନ ମାରିକି ବସିଲୁ, ଅଲଗା କଥା। ସିଏ ତ ତତେ ସବୁ କାମ ଧନ୍ଦା ଭଲ ମନ୍ଦ କରୁଛି, ତା ବୋଲି ସିଏ ଏକୁଟିଆ ମଣିଷ। ତୁ ଏମିତି କଣ ସବୁବେଳେ ହବାଟା ଠିକ? ନାଇଁ ଆଉ ଏଣୁକୁ ହେବିନି। ଏଣୁକୁ ମୋର ଯେତେବେଳେ ଦବ ମୋର ଶାନ୍ତିରେ ଗଣ୍ଡା ଖାଇଦେବି। ହଉ ହଉ ଯା। ହଉ। ଆଉ ଭାତ ନବୁ? ନାଇଁ ଆଉ ଭାତ ଦରକାର ଭାତ ନାହିଁ। ମାଛ ଦିଅ ଟିକେ। ନାଇଁ ଆଉ ମୁଁ ନାଇଁ ନାଇଁ ନାଇଁ, ତୁ ମୋର ଆଣେ ମାଛ ଖଣ୍ଡେ ଖା। ଆରେ ମୁଁ ମାଛ ନାଇଁ ନାଇଁ ମୋର ଆଣେ, ତେଲ ଦିଅ ଦିଅ ନାଇଁ ଦିଅ। ମୁଁ ଆଉ ଖାଇବିନି। ନାଇଁ ନାଇଁ, କଣ ମୋର ଆଣ ପକେଇଲି ତୁ ଖାଇକି ନେଇଯିବୁ? ଆଳ ପକେଇଲେ ନାଇଁ ନାଇଁ, ତୁ ଖଣ୍ଡେ ଖାଇକି ଯିବୁ। ବୋଉ ମୋର ତ ଯାହା ଭୁଲ ହେଇଯାଇଛି, ମୁଁ ତମକୁ ଏଥର ସବୁବେଳେ ଗୋଟାଏ ବାଜିଲେ ହିଁ ଖାଇବାକୁ ଦେବି। ହଁ ମ ଯା, ଭୁଲ କଣ ଆଉ ଯା। ହଉ ରଖିଦେ, ମୁଁ ଆଉ ଖାଇବିନି, ଖାଇସାରିଲିଣି। ଗୋରେଇ ରଖିଦେ, ପଛକୁ ତମେ ସବୁ ଖାଇଦବ, ମୋର ଆଉ ଦରକାର ନାହିଁ। ହେଲା, ହଁ ଯା।